हाय फ्रेंड्स, जय जगन्नाथ। देखो तो आम छात उपरटा केते सुंदर देखा वाओ, पूरा तो ग्रीन ग्रीन। मु गाधे पाधे छात उपर पळे आसी लुगापटा सुखिया ସେଥିପାଇଁ ଏଠି ଟିକେ ଭିଡ଼ିଓ କରିଦେଇଛି। ଗାଧୁଆ ସରିଲା ପରେ ଆଗ ଡ୍ରେସ୍ ଶୁଖେଇ ଦେଉଛି, କାହିଁକିନା ବର୍ଷା ଯେମିତି ହେଉଛି ଏବେ 2 ମିନିଟ୍ ଖରା ହେଲେ ବି ଆଗ ଡ୍ରେସ୍ ଶୁଖେଇ ଦେବାକୁ ଇଚ୍ଛା ହେଉଛି। ତାପରେ ମୁଁ ଏଠି ସବୁ ଜଲ୍ଦି ଜଲ୍ଦି ଶୁଖେଇ ଦେଉଛି ଡ୍ରେସ୍ ପତ୍ର। ହେ ସୂର୍ଯ୍ୟଦେବ, ଅଧଘଣ୍ଟା ଖଣ୍ଡେ ଦୟା କର। ହଉ ଶୁଖେଇ ଦେବା, ଯାହା ହେବ ଦେଖିବା। ଆରେ ଆଜି ପାରା ଗୁଡ଼ା ହଉ, ତମେ ମାନେ ଯୁଆଡ଼େ ଯାଇଥାଉ, ମୁଁ ଏଠି ରଖିଦେଲି ତୁମ ଖାଇବା, ଆସିକି ଖାଇଦେବ ହେଲା। କେତେ ସାରା କଦଳୀ କାନ୍ଦି ଗଛରେ ହେଉଛି, ହେଲେ ମାଙ୍କଡ଼ କେଉଁ ରଖେଇ ଦେଉଛନ୍ତି ଯେ। କେତେ କଷ୍ଟରେ ଏଇ କଦଳୀ କାନ୍ଦିଟା ଆମେ ପାଇଛୁ। ଏଇମାନେ ହେଉଛନ୍ତି ମୋର ବହୁତ ବଡ଼ ବଡ଼ ସାଙ୍ଗ। ଦେଖୁନାହାନ୍ତି, ସକାଳୁ ସକାଳୁ ଆସି ଆମ ଘରେ ହାଜର, କହିଲା ମୋତେ କ'ଣ ଦିଅ। ମୁଁ କହିଲି ଆଉ କିଛି ନାହିଁ, ବିସ୍କୁଟ୍ ଅଛି, ନେ ଖାଇଦେ। ମୋତେ ଲାଗେ ଛୋଟ ଛୁଆମାନେ ହେଉଛନ୍ତି ସ୍ୱୟଂ ଭଗବାନ। ସେଥିପାଇଁ ମୋତେ ତାଙ୍କ ସହିତ ସମୟ ବିତେଇବାକୁ ବହୁତ ଭଲ ଲାଗେ, ଆଉ ମନ ବି ଖୁସି ହେଇଯାଏ। ଛୋଟ ପିଲାମାନଙ୍କର କିଛି କିଛି ଏମିତି ପ୍ରଶ୍ନ ଥାଏ ଯାହାର ଉତ୍ତର ଆମ ପାଖରେ ବି ନଥାଏ। ଗୋଟେ ଜିନିଷ ଦେଖିବେ ଥୁଆ ହେଇଛି, ପଚାରିବେ ଏଇଟା କାହିଁକି ଥୁଆ ହେଇଛି। ଆରେ ଭାଇ, ଥୁଆ ତ ହେଇଛି, କାମରେ ଲାଗିବ। ଓ ମାଇ ଗଡ୍, ୟା ଭିତରେ ମୋର ରେଡ଼ି ହେଇଯାଇଛି ଲଞ୍ଚ। ଖାଦ୍ୟକୁ ମେଡ଼ିସିନ ଭାବରେ ଖାଆନ୍ତୁ, ନହେଲେ ମେଡ଼ିସିନକୁ ଖାଦ୍ୟ ଭାବରେ ଖାଇବାକୁ ପଡ଼ିବ ଯେ କଥାଟା ତ ଶୁଣିଥିବେ ନିଶ୍ଚିନ୍ତ। ସେଥିପାଇଁ ଅଧିକ ନୁହଁ କି କମ୍ ନୁହଁ, ଯେତିକି ଖାଇବା କଥା ଖାଆନ୍ତୁ। ଲୋଭେଇକି ଖାଇଲେ ଆପଣମାନେ ହିଁ ହଇରାଣ ହେବେ। ଛୁଇଁ ଆଳୁ ବେସର ମୋ ବୋଉର ହେଲା ସବୁଠୁ ପ୍ରିୟ ଖାଦ୍ୟ। ସେଥିପାଇଁ ପରିବା ଦୋକାନରେ ମୁଁ ଆଗ ସଜନା ଛୁଇଁ ଅଛି କି ନାହିଁ ଦେଖେ, ଥିଲେ ତ ଆଗ ସେଇଟା ନେଇ ଆସେ। ଆଉ ଯଦି ସଜନା ଛୁଇଁ ନେଇକି ଆସିଛି, ଟମାଟୋ ଆଣିନି, ତାହେଲେ ତ ଗଲା। ତାପରେ ବାହାରେ ଦେଖନ୍ତୁ, ବର୍ଷା କଣ୍ଟିନ୍ୟୁଅସଲି ଚାଲିଛି। ହେ ଭଗବାନ, ସେ ଯାହା ବି ହଉ, ଆମେ ତ ବହୁତ ଖୁସିରେ ଅଛୁ, କିନ୍ତୁ ବାଲେଶ୍ୱରରେ ତ ବନ୍ୟା ଚାଲିଛି। ଲୋକମାନେ କେତେ ହଇରାଣ ହେଉଛନ୍ତି, ଭାବିଲେ ସତରେ ବହୁତ ଦୁଃଖ ଲାଗେ। ମୁଁ ଜାଣିଛି ସବୁବେଳେ ପାଠ ପଢ଼ିବା ପାଇଁ ଇଚ୍ଛା ହୁଏନି, କିନ୍ତୁ କ'ଣ କରିବା, ପଢ଼ିବାକୁ ତ ପଡ଼ିବ। ଏଇଠି ମୋର ଚାଲିଛି ରିଭିଜନ୍। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ। ବାଏ।